আখি খোলি দেখ সরকার, কান খোলি শুণ সরকার। রাস্তা পালটিছি মরণ যন্তা, প্রশাসন চুপ, রাজনেতা চুপ। সাধারণ লোকଙ୍କ দুঃখ বুঝিব কিଏ? ইয়ে ডবল ইঞ্জিনর সরকার। রেমুଣାରୁ মিত্রপুর রাস্তা মরণ যন্তারে পরিণত হয়েছে। রাস্তা প্রশস্তীকরণ ও মরামতি বাবদরে সরকার বার্ষিক কোটি কোটি টঙ্কা ব্যয় বরাদ କରିଛନ୍ତି। ହେଲେ ରାସ୍ତା ଯେମିତି ଥିଲା ସେମିତି। କମୁନି ଦୁର୍ଘଟଣା, ହଟୁନି ଲୋକଙ୍କ ସମସ୍ୟା। ମନ ଇଚ୍ଛାରେ ଠିକାଦାର କରୁଛି କାମ। ଦେଖିବାକୁ କେହି ନାହିଁ, ଦେଖିବ ବା କିଏ? ତୁ ତ ମୁତୁରି, ମୁଁ ତ ମୁତୁରି, ହେଁସ କାଇ ପାଇଁ ଧୋଇବା। ରହୁନାହିଁ ଅଟକଳ ଓ କାର୍ଯ୍ୟ ନିର୍ଘଣ୍ଟ ଫଳକ। ଏପରିକି ରାସ୍ତା ହେଉଛି ରେମୁଣା ଆଉ ମିତ୍ରପୁର ବାଲେଶ୍ୱର ରୋଡ଼। ପ୍ରଶସ୍ତୀକରଣ ନିମନ୍ତେ ବ୍ୟୟବିରାଦ ହୋଇଥିଲା। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଲୋକଙ୍କ ଜୀବନ ମରଣର ସମସ୍ୟା ହୋଇଛି। ମନ୍ଥର ଗତିରେ ଚାଲିଛି କାମ। ନିମ୍ନମାନର କାର୍ଯ୍ୟ ନେଇ ଲୋକଙ୍କ ମନରେ ସନ୍ଦେହ। ଏ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଶିକ୍ଷାନୁଷ୍ଠାନ, କଳକାରଖାନା, ଦ୍ୱିତୀୟ ଶ୍ରୀକ୍ଷେତ୍ର ଇମାମୀନଗର ଅବସ୍ଥିତ। ବ୍ୟବସାୟ ବାଣିଜ୍ୟିକ ନିମିତ୍ତ ଉଦ୍ଦିଷ୍ଟ ରାସ୍ତାରେ ଦୈନିକ ଶହ ଶହ ଭାରୀଯାନ, ଜରୁରୀକାଳୀନ ଗାଡ଼ି, ଯାତ୍ରୀବାହୀ ଗାଡ଼ି ଚଳାଚଳ କରେ। ହେଲେ ବେଳେବେଳେ ବେପରିଆ ଗାଡ଼ି ଚାଳକମାନଙ୍କ ପାଇଁ ସ୍କୁଲ, କଲେଜ, ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହେଉଛି। ସବୁ ଜାଣିଶୁଣି ଏ ଡବଲ ଇଞ୍ଜିନର ବିଭାଗୀୟ ଅଧିକାରୀ, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଆଜ୍ଞା, ଆଙ୍କୁ ଉଠେଇବ କିଏ? ଇଏ ତ ହେଉଛନ୍ତି ବିଭାଗୀୟ କର୍ମଚାରୀ। ପ୍ରତାପ ଷଡ଼ଙ୍ଗୀ ସଂସଦ କ୍ଷେତ୍ର ରାସ୍ତାର ଅବସ୍ଥା ଏଇଆ। ଏପରି କହିବା କାହାକୁ ଶୁଣିବ କିଏ? ଚାଲିଛି ଡବଲ ଇଞ୍ଜିନର ସରକାର। ଆଜ୍ଞା, ଡବଲ ଇଞ୍ଜିନର ବିକାଶ, ବିକାଶର ନଗ୍ନ ଚିତ୍ର ହେଉଛି ଏ ରାସ୍ତାକୁ ଦେଖନ୍ତୁ। ଆଜ୍ଞା, ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।